ଆସିଛୁ ମନ କିସ ନେବା ପାଇଁ ତ ଆସିଛୁ ଲଙ୍ଗଳା ହୋଇ ଯିବୁ କେମିତି ଆସିଥିଲୁ କେମିତି ଯିବୁ କିନ୍ତୁ ଆସିଲା ବେଳକୁ ଗୋଟେ ସୁନ୍ଦର ପ୍ରତିଶ୍ରୁତିଟେ ଦେଇଥିଲୁ ଗୋଟେ ଏଗ୍ରିମେଣ୍ଟ କରିକି ତମେ ଆସିଥିଲୁ ଆପଣମାନେ ସମସ୍ତେ ମନେ ରଖିଥାନ୍ତୁ ଆଜି ରାତିଟା ଗଲେ କାଲି ସକାଳୁ ଆପଣ ପାଶରେ ଯିବେ କଥା ମୁଁ ଜାଣିଛି କାହିଁକି ଧର୍ମବକ ପଚାରିଥିଲା ସେଦିନ ଯୁଧିଷ୍ଠିରଙ୍କୁ କହିଲା ଦେଖ ତୋର ଚାରି ଭାଇ ଯାକ ମରିକି ପଡ଼ିଛନ୍ତି ମୋର ପ୍ରଶ୍ନର ଉତ୍ତର ଦେବେନି ବୋଲି କିନ୍ତୁ ତୁ ଯଦି ପ୍ରଶ୍ନର ଉତ୍ତର ନ ଦେଇ ପୋଖରୀରୁ ପାଣି ନବୁ କିମ୍ବା ପିଇବୁ ମରିବା ସୁନିଶ୍ଚିତ ଯୁଧିଷ୍ଠିର ରହିଗଲେ ଧର୍ମବକକୁ ଚାହିଁଲେ କହିଲେ ପ୍ରଶ୍ନ ପଚାରନ୍ତୁ ସେ ଅନେକ ପ୍ରଶ୍ନ ପଚାରିଲେ ଏବଂ ଶେଷ ପ୍ରଶ୍ନ ତାଙ୍କର ଥିଲା ସବୁଠୁ ଆଶ୍ଚର୍ଯ୍ୟ କଣ ଏ ଦୁନିଆରେ ଆଶ୍ଚର୍ଯ୍ୟ କଣ ଯୁଧିଷ୍ଠିର ସରଳ ଉତ୍ତରଟିଏ ଦେଇଥିଲେ ଏ ଦୁନିଆରେ ସବୁଠୁ ଆଶ୍ଚର୍ଯ୍ୟ ହେଉଛି ମୃତ୍ୟୁକୁ ମଣିଷ ଜାଣିଛି ମଶାଣୀକୁ ନେଇକି ଯାଉଛି ଶବକୁ ପୋଡୁଛି ସେଠି ବସୁଛି ଚିନ୍ତା କରୁଛି ମୁଣ୍ଡରେ ହାତ ଦଉଛି କହୁଛି ଏମିତି ବି ଦିନେ ସମୟ ଆସିବ ମୁଁ ବି ଏଇ ଜମିରେ ଜଳିବି କିନ୍ତୁ ସେ ମଶାଣୀ ଛାଡ଼ି ସାରିଲା ପରେ ଯୋଉ ଲୋଭକୁ ସେଇ ଲୋଭ ଏ ଲୋଭିଲା ମଣିଷ କେବେ ଆଜ୍ଞା ତା ଲୋଭ ଛାଡୁନି ତେଣୁ କଣ ନେଇକି ଆସିଥିଲୁ କଣ ନେଇକି ଯିବୁ କିନ୍ତୁ ଆସିଲା ପୂର୍ବରୁ ଭଗବାନଙ୍କ ସହିତ ଯୋଉ ଏଗ୍ରିମେଣ୍ଟ କରିଥିଲୁ ଜଗନ୍ନାଥଙ୍କ ସହିତ ସେ ଏଗ୍ରିମେଣ୍ଟଟା ତୁ ଭୁଲି ଯାଇଛୁ କେତେବେଳେ ଭୁଲିଗଲୁ ନା ଯେତେବେଳେ ତୁ କୁଆଁ 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 ହେଲୁ ସେ କୁଆଁ କୁଆଁ ଶବ୍ଦ ନୁହଁ ସେ ଶବ୍ଦଟା ହଉଛି ମାୟା 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 ଭିତରେ ତୁ ପଶିଗଲୁ ମଶାଣୀ ଭୂଇଁର ଏନ୍ତୁଡ଼ି ଶାଳର ନିଆଁ ମଶାଣୀ ଭୂଇଁର ନିଆଁ ଜଗାରେ ଜଗାରେ ଦୁଇ ନିଆଁ ଭିତରେ ତ ମୋ ଠିକି ଦୁନିଆ ଏ ଠିକି ଦୁନିଆ ଏନ୍ତୁଡ଼ି ନିଆଁଠୁ ମଶାଣୀ ନିଆଁ ଭିତରେ ଦୁଇ ନିଆଁକୁ ନେଇକି ଯୋଉ ଦୁନିଆରେ ମୁଁ ବଞ୍ଚୁଛି ତୁ ଏମିତି ଗୋଟିଏ ଖେଳ ଖେଳେଇ ଦେଲୁ ଜଗନ୍ନାଥ ସବୁ ମୋ ପାଶରେ ଗଲି କିନ୍ତୁ ଯିବା ପୂର୍ବରୁ ଯେତେବେଳେ ମୁଁ ଆସିଥିଲି ସେତେବେଳେ କହିକି ଆସିଥିଲି ପ୍ରଭୁ ମୁଁ ତମରି ନାଁ ନେବି ତମକୁ ସ୍ମରଣ କରିବି ତମରି ନାଁ ଗାଇବି ତମକୁ ହିଁ ଧରିଥିବି କିନ୍ତୁ ପଡ଼ିଗଲା ପରେ କଣ ହେଲା ଏ ମର୍ତ୍ତ୍ୟମଣ୍ଡଳରେ କିଛି ନାହିଁ ଆଜ୍ଞା ସବୁ ପାଶରେ ଗଲି ତାପରେ କହିଲି ମୋର 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 ସବୁ କିଛି କରିବି ଆସିଥିଲି କେମିତି ଏ ମୁହଁ ନେଇକି ପୁଣି ତମ ପାଖକୁ ଯିବି ଜଗନ୍ନାଥ ସେ ବାଟ ଟିକେ ବନ୍ଦେଇ ଦିଅ କାରଣ ଚତୁର୍ଥ ଅବସ୍ଥା ହେଲା ମୁଁ ମରିବି ପାଣ୍ଡିଆ ସାର୍ କହୁଥିଲେ ଆଜ୍ଞା ଆପଣ ରିଟାୟାର୍ଡ କେବେ କଲେଣି ମୁଁ କହିଲି ଆଜ୍ଞା 2021ରୁ ମୁଁ ରିଟାୟାର୍ଡ କଲେଣି ନା ଆଜ୍ଞା 21ରୁ ରିଟାୟାର୍ଡ କଲେଣି ମାନେ ଆପଣଙ୍କର ବୟସ 65 ମୁଁ କହିଲି ଆଜ୍ଞା ହଁ ନା ଆପଣ ତ ସେମିତି ଜଣା ପଡୁନାହାନ୍ତି ମୁଁ କହିଲି ଆଜ୍ଞା ଯୋଗ କରୁଛି ମୋର ଯୋଗ ଭାଇ ଏଇଠି ଅଛନ୍ତି ଯୋଗୀ ଭାଇ ଆଜ୍ଞା କରିବା ଯୋଗ ରହିବା ନିରୋଧ କହିଲେ ମୋର ଡାଇବେଟିସ୍ ଅଛି କେମିତି ଭଲ ହେବି ମୁଁ କହିଲି ଆଜ୍ଞା ଆପଣ ମଣ୍ଡୁକାସନରେ କପାଳ ଭାତି କରନ୍ତୁ ବକ୍ରାସନରେ କପାଳ ଭାତି କରନ୍ତୁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନରେ କପାଳ ଭାତି କରନ୍ତୁ ଗୋମୁଖାସନରେ କପାଳ ଭାତି କରନ୍ତୁ ଉତ୍ତାନ ପାଦାସନ ନୌକାସନ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଏବଂ ପବନ ମୁକ୍ତାସନରେ ଖାଲି କପାଳ ଭାତି କରନ୍ତୁ ଆଜ୍ଞା ଆପଣଙ୍କ ରୋଗ ଭଲ ହେଇଯିବ ଧ୍ୟାନରେ ବସନ୍ତୁ ଆପଣ ଟେନସନ ଫ୍ରି ହେଇଯିବେ କରନ୍ତୁ ଯୋଗ ରୁହନ୍ତୁ ନିରୋଗ ଇଏ ଆଜ୍ଞା ହଉଛି ଆଜିର ମୋଟ ତେବେ ଯୋଉ ପ୍ରତିଶ୍ରୁତି ଦେଇକି ମୁଁ ଆସିଥିଲି କେମିତି ଆଜ୍ଞା ପାଳନ କରିବି କୋଉ ଭଳିଆ ମୁହଁ ନେଇକି ଆଜ୍ଞା ସାହୁକାରଠୁ ଯେତେବେଳେ ଉଦ୍ଧାରରେ ଆସିଛି ଜୀବ ଦେହ ପାନ୍ଥଶାଳାକୁ ମନୁଆ ଆସିଛୁ ଅତିଥି ହୋଇ ଦିନେ ତୁ ଚାଲି ଯିବୁରେ ମନୁଆ ତୋ ଦେହ ଥକା ମେଣ୍ଟାଇରେ ମନୁଆ ତୋ ଦେହ ଥକା ମେଣ୍ଟିଲା ପରେ ଏ ପାନ୍ଥଶାଳାର ଦେହକୁ ଛାଡ଼ିକି ତୁ ଯିବୁ ଏବଂ ଗଲା ପରେ ସେଇ ଠାକୁରଙ୍କୁ ତୁ କଣ କହିବୁ ଯାହା କହିଥିଲୁ କରିବୁ ବୋଲି କରିଛୁ କି ନା କରିନି କେବଳ ସେଇ କଥା କହିବି ମତେ ସେତେବେଳେ ଲାଜ ଲାଗିବ ଲାଜ ଲାଗେ ପ୍ରଭୁ ଲାଜ ଲାଗେ କେମିତି ଏ ମୁହଁ ତୁମରି ଆଗରେ ଦେଖେଇବି ପ୍ରଭୁ କେମିତି ଦେଖେଇବି ଏକ ସୁନ୍ଦର ଗୀତ ଅନୁଷ୍ଠାନର ସଙ୍ଗୀତ ନିର୍ଦ୍ଦେଶକ ବନ୍ଧୁ ମୋ ସମୁଦି ତୁଷାର ପଟ୍ଟନାୟକ ନିବେଦନ ରଖିବି ପ୍ରଫୁଲ୍ଲ ଗରଙ୍କର ଏକ ସୁନ୍ଦର ଗୀତକୁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବେ ଲାଜ ଲାଗେ ମତେ ଲାଜ ଲାଗେ ଏକ ସୁନ୍ଦର ଗୀତ ଆପଣମାନେ ଯୋଉଠି ଅଛନ୍ତି ଯିଏ ଗୋଟେ ଜୋରଦାର କରତାଳି ଦେଇ ତୁଷାର ପଟ୍ଟନାୟକକୁ ଡାକିବେ ଯୋଉଠି ଯିଏ ଅଛନ୍ତି ଆପଣଙ୍କର ଦୀପ ଏମିତି ଜଳୁଥିବ ଅହର ଆପଣଙ୍କର ଭାଗ୍ୟ ସେମିତି ଜଳୁଥିବ ଅହର
ଏବଂ ପ୍ରଭୁଙ୍କ ଦରବାରରେ ଆପଣ କେବେ ହେଲେ ଦୋଷୀ ହେବେନି। ଗୋଟେ ସୁନ୍ଦର ତାଳିଟିଏ ଯିଏ ଯୋଉଠି ଅଛନ୍ତି ସେଇଠି ମାରନ୍ତୁ। ଲାଜ ଲାଗେ ପ୍ରଭୁ, ଲାଜ ଲାଗେ, ମତେ ଲାଜ ଲାଗେ। ତୁଷାର ପଟ୍ଟନାୟକ।